Hello, my dear students. Welcome to Study at LM ପାଠଶାଳା। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ଏବଂ ଆପଣମାନଙ୍କର OAV ଏକ୍ଜାମ୍ ପାଇଁ ଆପଣମାନେ ବହୁତ ଭଲରେ ପ୍ରିପାରେସନ୍ କରୁଥିବେ। ଆମେ ପ୍ରିଭିୟସ୍ କ୍ଲାସ୍ରେ ପଢ଼ିଥିଲେ ଆମେ କିପରି ଆମକୁ ଶାସନ କରୁର ଫୁଲ୍ କଣ୍ଟେଣ୍ଟଟାକୁ ଆମେ ବୁଝିଥିଲେ ଭଲରେ। ଆଜି ଆମେ ତାହାର MCQ ସବୁ କରିବା। ଆସନ୍ତୁ MCQ କରିବା। ଆପଣମାନେ ସବୁ କ୍ୱେଶ୍ଚନ୍ର ଆନ୍ସର୍ ନିଜ ଖାତାରେ ଲେଖି ରଖିବେ ଏବଂ ଆମର ଏହି 30ଟା କ୍ୱେଶ୍ଚନ୍ରୁ ଆପଣମାନଙ୍କର କେତେ ମାର୍କ ରହୁଛି ସେଇଟା ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରିବେ। ଆସନ୍ତୁ ଆଜି ଦେଖିବା ଆମର ପ୍ରଥମ ପ୍ରଶ୍ନ। ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ନାମ କ'ଣ? ନବୀନ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧାରୀ ନାୟକ, ମୋହନ ଚରଣ ମାଝୀ। କରେକ୍ଟ ଆନ୍ସର୍ ଅପସନ୍ ଡି ମୋହନ ଚରଣ ମାଝୀ। ଆମ ରାଜ୍ୟର ବିଧାନସଭା ଗୃହ କେଉଁଠାରେ ଅଛି? କଟକଠାରେ, ବାଣୀବିହାରରେ, ବାରିପଦାରେ ନା ଭୁବନେଶ୍ୱରରେ? କରେକ୍ଟ ଆନ୍ସର୍ ଅପସନ୍ ଡି ଭୁବନେଶ୍ୱରରେ। ଆମ ରାଜ୍ୟରେ ହିଁ ଆମ ରାଜ୍ୟର ଯେଉଁ ବିଧାନସଭା ଗୃହଟି ଅଛି ସେଇଟା ଆମର ଭୁବନେଶ୍ୱରରେ ହିଁ ରହିଅଛି। ନେକ୍ସଟ କ୍ୱେଶ୍ଚନ୍, ଆମ ରାଜ୍ୟର ରାଜ୍ୟପାଳଙ୍କ ନାମ କ'ଣ? ଗଣେଶୀ ଲାଲ, ଜାନକୀ ବଲ୍ଲଭ ପଟ୍ଟନାୟକ, ଡକ୍ଟର S.C. ଜମିର, ଡକ୍ଟର ହରିବାବୁ କମ୍ଭମପତି। କରେକ୍ଟ ଆନ୍ସର୍ ଅପସନ୍ ଡି ଡକ୍ଟର ହରିବାବୁ କମ୍ଭମପତି। ନେକ୍ସଟ କ୍ୱେଶ୍ଚନ୍, ଲୋକସଭାର ସଭ୍ୟମାନେ କିପରି ନିର୍ବାଚିତ ହୁଅନ୍ତି? ଲୋକମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ, ଲୋକମାନଙ୍କ ଦ୍ୱାରା ପରୋକ୍ଷ ଭାବେ, ରାଷ୍ଟ୍ରପତିଙ୍କ ଦ୍ୱାରା ନା ଉପରାଷ୍ଟ୍ରପତିଙ୍କ ଦ୍ୱାରା? ଏଠାରେ ହେଉଛି ସେ ଦେଇଛି ଲୋକମାନଙ୍କ ଦ୍ୱାରା ପରୋକ୍ଷ ଭାବେ। ଏଇଟା ସମ୍ପୂର୍ଣ୍ଣ ରୂପେ ଭୁଲ। ଆମର ଲୋକସଭାର ଯେଉଁ ସଭ୍ୟମାନେ ଅଛନ୍ତି ସେଇଟା ଲୋକମାନଙ୍କ ଦ୍ୱାରା ଏବଂ ପ୍ରତ୍ୟକ୍ଷ ଭାବେ ହିଁ ନିର୍ବାଚିତ ହୋଇଥାନ୍ତି। ଆଚ୍ଛା, ସମସ୍ତେ କହିଲେ ଆମର ଲୋକସଭାର ସଭ୍ୟ ସଂଖ୍ୟା କେତେ? ଆମର ଲୋକସଭାର ସଭ୍ୟ ସଂଖ୍ୟା 545 ଜଣ। ସେଥିରୁ 2 ଜଣଙ୍କୁ ଆମର ରାଷ୍ଟ୍ରପତି ଆଙ୍ଗ୍ଲୋ ଇଣ୍ଡିଆନ ମାନଙ୍କୁ ମନୋନୀତ କରିଥାନ୍ତି। ସମସ୍ତେ କହିଲେ ଲୋକସଭାର ଆମର କାର୍ଯ୍ୟକାଳ କେତେ ବର୍ଷ? 5 ବର୍ଷ। ପ୍ରତ୍ୟେକ ସଭ୍ୟ 5 ବର୍ଷ ହିଁ ସେଟା ଆମ ଲୋକସଭାରେ ରହିଥାନ୍ତି। ଆମ ଓଡ଼ିଶାରେ ଲୋକସଭାର ସଭ୍ୟ ସଂଖ୍ୟା କେତେ? 21 ଜଣ ଆମ ଓଡ଼ିଶାରୁ ଲୋକସଭାକୁ ଯାଇଥାନ୍ତି। ନେକ୍ସଟ କ୍ୱେଶ୍ଚନ୍, ଆମର ରାଜ୍ୟସଭାର ସଭ୍ୟମାନେ କିପରି ନିର୍ବାଚିତ ହୁଅନ୍ତି? ପରୋକ୍ଷ ଭାବେ ରାଜ୍ୟମାନଙ୍କ ବିଧାନସଭା ସଭ୍ୟମାନଙ୍କ ଦ୍ୱାରା, ପ୍ରତ୍ୟକ୍ଷ ଭାବେ ଲୋକସଭାର ସଭ୍ୟମାନଙ୍କ ଦ୍ୱାରା, ପ୍ରତ୍ୟକ୍ଷ ଭାବେ ଲୋକମାନଙ୍କ ଦ୍ୱାରା ଓ କେନ୍ଦ୍ର ଦ୍ୱାରା। ରାଜ୍ୟସଭାର ସଭ୍ୟମାନେ କିପରି ନିର୍ବାଚିତ ହୋଇଥାନ୍ତି? କରେକ୍ଟ ଆନ୍ସର୍ ପରୋକ୍ଷ ଭାବେ ଆମ ରାଜ୍ୟମାନଙ୍କର ବିଧାନସଭାର ସଭ୍ୟମାନଙ୍କ ଦ୍ୱାରା। କରେକ୍ଟ ଆନ୍ସର୍ ଆମ ରାଜ୍ୟସଭାର ସଭ୍ୟମାନେ ପରୋକ୍ଷ ଭାବରେ ଆମର ଯେଉଁ ରାଜ୍ୟର ଆମର ଯେମିତି ଭୁବନେଶ୍ୱରରେ ବିଧାନସଭା ରହିଛି ସେମିତି ସବୁ ରାଜ୍ୟର ବିଧାନସଭାର ସଭ୍ୟମାନଙ୍କ ଦ୍ୱାରା ହିଁ ନିର୍ବାଚିତ ହୋଇଥାନ୍ତି। ଆମ ରାଜ୍ୟସଭାଟା କେଉଁଠାରେ ଅବସ୍ଥିତ? ସମସ୍ତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଆମ ରାଜ୍ୟସଭାଟା କେଉଁଠାରେ ଅବସ୍ଥିତ? ଦିଲ୍ଲୀ। କୋଉଠାରେ? ଦିଲ୍ଲୀଠାରେ ହିଁ ଆମର ରାଜ୍ୟସଭାଟା ଅବସ୍ଥିତ ହୋଇଛି। ଆଚ୍ଛା, ଆମ ରାଜ୍ୟସଭାର ସଭ୍ୟ ସଂଖ୍ୟା କେତେ? 250 ଜଣ। ଆମ ରାଜ୍ୟସଭାର ସଭ୍ୟ ସଂଖ୍ୟା 250 ଜଣ। ପ୍ରତ୍ୟେକ ସଭ୍ୟମାନଙ୍କର କାର୍ଯ୍ୟକାଳ କେତେ ବର୍ଷ? 6 ବର୍ଷ। ପ୍ରତ୍ୟେକ ସଭ୍ୟମାନଙ୍କର କାର୍ଯ୍ୟକାଳ 6 ବର୍ଷ। ଓଡ଼ିଶାର ରାଜ୍ୟସଭା ପାଇଁ ସଭ୍ୟ ସଂଖ୍ୟା 10 ଜଣ। କେତେ ଜଣ? 10 ଜଣ। ନେକ୍ସଟ କ୍ୱେଶ୍ଚନ୍, ଆମର ଲୋକସଭାର ସଭ୍ୟମାନେ ସାଧାରଣତଃ କେତେ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି? ମୁଁ ଆମର 4 ନମ୍ବର କ୍ୱେଶ୍ଚନ୍ରେ ଆପଣମାନଙ୍କୁ ବୁଝେଇଥିଲି କି ଲୋକସଭାର ସଭ୍ୟମାନେ ସାଧାରଣତଃ କେତେ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି? କେତେ ବର୍ଷ? 5 ବର୍ଷ। ସେମିତି ରାଜ୍ୟସଭାର ସଭ୍ୟମାନେ ସାଧାରଣତଃ କେତେ ବର୍ଷ ପାଇଁ ମନୋନୀତ ହୋଇଥାନ୍ତି? 5 ବର୍ଷ ନା 6 ବର୍ଷ ନା 4 ବର୍ଷ ନା 3 ବର୍ଷ? ରାଜ୍ୟସଭାର ସଭ୍ୟମାନଙ୍କ ଦ୍ୱାରା ସାଧାରଣତଃ 6 ବର୍ଷ ପାଇଁ ହିଁ ମନୋନୀତ ହୋଇଥାନ୍ତି। ନେକ୍ସଟ କ୍ୱେଶ୍ଚନ୍, ଆମର ନେକ୍ସଟ କ୍ୱେଶ୍ଚନ୍, ଭାରତର ରାଷ୍ଟ୍ରପତି କେତେକ ସଭ୍ୟଙ୍କୁ କେଉଁ ସଭାକୁ ମନୋନୀତ କରିଥାନ୍ତି? ଭାରତର
ଭାରତର ରାଷ୍ଟ୍ରପତି କେତେକ ସଭ୍ୟଙ୍କୁ କେଉଁ ସଭାକୁ ମନୋନୀତ କରିଥାନ୍ତି? ଲୋକସଭାକୁ, ନା ରାଜ୍ୟସଭାକୁ, ନା ବିଧାନସଭାକୁ, ନା ବିଧାନ ପରିଷଦକୁ? କରେକ୍ଟ ଆନ୍ସର ରାଜ୍ୟସଭାକୁ। ଭାରତର ରାଷ୍ଟ୍ରପତି କେତେକ ସଭ୍ୟକୁ ରାଜ୍ୟସଭାକୁ ହିଁ ମନୋନୀତ କରିଥାନ୍ତି। କେତେ ଜଣକୁ? ଆମର 12 ଜଣକୁ। 12 ଜଣକୁ ରାଷ୍ଟ୍ରପତି ଆମର ରାଜ୍ୟସଭାକୁ ମନୋନୀତ କରିଥାନ୍ତି। ନେକ୍ସଟ କ୍ୱେଶ୍ଚନ, କେନ୍ଦ୍ର ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ କାହାର? ଆମର କେନ୍ଦ୍ର ଆଇନର 3ଟି ବିଭାଗ ରହିଥିଲା। ଗୋଟେ ଆଇନ ଗଢ଼ିବା, ଗୋଟେ ଆଇନକୁ କାର୍ଯ୍ୟକାରୀ କରିବା, ଆଉ ଗୋଟେ ଆଇନକୁ କ'ଣ ତର୍ଜମା କରିବା। ସେ ଯେଉଁ ଆମର ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ଏଠାରେ କାହାର ରହିଛି? ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ମନ୍ତ୍ରୀ ପରିଷଦ ଓ ସଚିବଙ୍କର ହିଁ ରହିଛି। ଆମେ ଆଗରୁ ପଢ଼ିଥିଲେ କି ପ୍ରିଭିୟସ୍ କ୍ଲାସ୍ରେ ଆପଣମାନେ ଯାଇକି ଦେଖିପାରିବେ, ଆମେ ପଢ଼ିଥିଲେ କେନ୍ଦ୍ର ସରକାରଙ୍କ ଦ୍ୱାରା 3ଟି ବିଭାଗ ରହିଛି। ଗୋଟେ ହେଉଛି କ'ଣ? ଆଇନ ଗଢ଼ିବା, ଆଉ ଗୋଟେ ହେଉଛି କ'ଣ? ଆଇନ କାର୍ଯ୍ୟକାରୀ କରିବା, ଆଇନକୁ କାର୍ଯ୍ୟକାରୀ କରିବା, ଆଉ ଗୋଟେ ହେଉଛି ଆଇନ ତର୍ଜମା କରିବା। ଆଇନକୁ କ'ଣ କରିବା? ତର୍ଜମା କରିବା। ଆମର ଆଇନ ଗଢ଼ିବା ଦାୟିତ୍ୱ କାହାର ଥିଲା? ଆମର ଲୋକସଭା ଆଉ ଆମର ରାଜ୍ୟସଭା ଆଉ ଆମର ରାଷ୍ଟ୍ରପତିଙ୍କର ଥିଲା। ରାଷ୍ଟ୍ରପତି। ଆଇନ କାର୍ଯ୍ୟ କରିବା ଦାୟିତ୍ୱ ସେଭଳିଆ କାହାର ଥିଲା? ମନ୍ତ୍ରୀ ପରିଷଦ। କାହାର ଥିଲା? ମନ୍ତ୍ରୀ ପରିଷଦ ଆଉ ସଚିବ। ମନ୍ତ୍ରୀ ପରିଷଦ ଓ ସଚିବ ହେଲା। ଆଇନକୁ ତର୍ଜମା କରିବା ଦାୟିତ୍ୱ ସେମିତି କାହାର? ସର୍ବୋଚ୍ଚ ନ୍ୟାୟାଳୟର। କାହାର? ସର୍ବୋଚ୍ଚ ନ୍ୟାୟାଳୟର। ହେଲା। ସର୍ବୋଚ୍ଚ ନ୍ୟାୟାଳୟର ଆଇନ ତର୍ଜମା କରିବା ଦାୟିତ୍ୱ। ତାହେଲେ ଆମର କେନ୍ଦ୍ର ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ମନ୍ତ୍ରୀ ପରିଷଦ ଓ ଶାସନ ସଚିବଙ୍କର। ନେକ୍ସଟ କ୍ୱେଶ୍ଚନ, ସେମିତି ଆପଣମାନେ କହିଲେ ଆମ ରାଜ୍ୟ ଶାସନ ବ୍ୟବସ୍ଥାରେ ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ କାହାର? ସେମିତି ମନ୍ତ୍ରୀ ପରିଷଦ ଓ ସଚିବଙ୍କର। ଆମ ରାଜ୍ୟ ଶାସନ ବ୍ୟବସ୍ଥାରେ ଆଇନକୁ ତର୍ଜମା କରିବା ଦାୟିତ୍ୱ କାହାର? ସେମିତି ଉଚ୍ଚ ନ୍ୟାୟାଳୟର। ଆମର 10 ନମ୍ବର କ୍ୱେଶ୍ଚନରେ ଆମ କେନ୍ଦ୍ର ଶାସନ ବ୍ୟବସ୍ଥାରେ ଆଇନର ତର୍ଜମା କରିବା ଦାୟିତ୍ୱ କାହାର? ମୁଁ ଏବେ କହି ଆସିଲି। ରାଜ୍ୟର ଉଚ୍ଚ ନ୍ୟାୟାଳୟର, ନା ସର୍ବୋଚ୍ଚ ନ୍ୟାୟାଳୟର, ନା ରାଷ୍ଟ୍ରପତିଙ୍କର, ନା ପ୍ରଧାନମନ୍ତ୍ରୀଙ୍କର? ମୁଁ ଏବେ କହିକି ଆସିଲି ଆମର କେନ୍ଦ୍ର ସରକାରଙ୍କର ଆଇନକୁ ତର୍ଜମା କରିବା ଦାୟିତ୍ୱ ସର୍ବୋଚ୍ଚ ନ୍ୟାୟାଳୟଙ୍କର। କାହାର? ଆମର ସର୍ବୋଚ୍ଚ ନ୍ୟାୟାଳୟ। ନେକ୍ସଟ କ୍ୱେଶ୍ଚନ, କାହାର ପରାମର୍ଶ କ୍ରମେ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀଙ୍କୁ ରାଜ୍ୟପାଳ ନିଯୁକ୍ତି କରନ୍ତି? ଜନସାଧାରଣଙ୍କର, ନା ଉଚ୍ଚ ବିଚାରାଳୟର, ନା ମୁଖ୍ୟମନ୍ତ୍ରୀଙ୍କର, ନା ପ୍ରଧାନମନ୍ତ୍ରୀଙ୍କର? କରେକ୍ଟ ଆନ୍ସର ଅପସନ୍ ସି, ମୁଖ୍ୟମନ୍ତ୍ରୀଙ୍କର। ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶ କ୍ରମେ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀଙ୍କୁ ରାଜ୍ୟପାଳ ନିଯୁକ୍ତି କରିଥାନ୍ତି। ନେକ୍ସଟ କ୍ୱେଶ୍ଚନ, କିଏ ରାଜ୍ୟର ସର୍ବୋଚ୍ଚ ଶାସନକର୍ତ୍ତା? କଣ୍ଟେଣ୍ଟ କ୍ଲାସରେ ମୁଁ ନିହାତି ଭାବେ ଏଇଟା ପୁରା ଇମ୍ପୋର୍ଟାଣ୍ଟ ଦେଇ କହିଥିଲି। ଆମ ରାଜ୍ୟର ସର୍ବୋଚ୍ଚ ଶାସନକର୍ତ୍ତା କିଏ? ଚିଫ ସେକ୍ରେଟାରୀ, ନା ମୁଖ୍ୟମନ୍ତ୍ରୀ, ନା ମୁଖ୍ୟ ବିଚାରପତି, ନା ରାଜ୍ୟପାଳ? କରେକ୍ଟ ଆନ୍ସର ଅପସନ୍ ଡି, ରାଜ୍ୟପାଳ। ରାଜ୍ୟପାଳ ହେଉଛନ୍ତି ଆମ ରାଜ୍ୟର ସର୍ବୋଚ୍ଚ ଶାସନକର୍ତ୍ତା। ନେକ୍ସଟ କ୍ୱେଶ୍ଚନ, କିଏ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ପତ୍ର ଦିଅନ୍ତି? ରାଷ୍ଟ୍ରପତି, ନା ଉପରାଷ୍ଟ୍ରପତି, ନା ରାଜ୍ୟପାଳ, ନା କେନ୍ଦ୍ର ସରକାର? କିଏ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ପତ୍ର ଦେଇଥାନ୍ତି? କରେକ୍ଟ ଆନ୍ସର ଏଠି ଆମର ରାଜ୍ୟପାଳ ହିଁ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ପତ୍ର ଦେଇଥାନ୍ତି। ନେକ୍ସଟ କ୍ୱେଶ୍ଚନ, ବିଧାନସଭାର ନିର୍ବାଚନ ସାଧାରଣତଃ କେତେ ବର୍ଷରେ କରାଯାଏ? ପ୍ରତି 5 ବର୍ଷରେ, ନା ପ୍ରତି ବର୍ଷ କରାଯାଏ, ନା ପ୍ରତି 3 ବର୍ଷରେ କରାଯାଏ, ନା ପ୍ରତି 10 ବର୍ଷରେ ଥରେ କରାଯାଇଥାଏ? ଏଠାରେ କରେକ୍ଟ ଆନ୍ସର ଅପସନ୍ ଏ, ପ୍ରତି 5 ବର୍ଷରେ ଥରେ ଆମର ବିଧାନସଭାର ନିର୍ବାଚନ କରାଯାଇଥାଏ। ନେକ୍ସଟ କ୍ୱେଶ୍ଚନ, କେଉଁମାନଙ୍କୁ ନେଇକି ଆମର ମନ୍ତ୍ରିମଣ୍ଡଳ ଗଠନ କରାଯାଇଥାଏ? ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀଙ୍କୁ, ମୁଖ୍ୟମନ୍ତ୍ରୀ ଓ ଉପମନ୍ତ୍ରୀଙ୍କୁ, ନା ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କୁ, ନା ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀଙ୍କୁ? କରେକ୍ଟ ଆନ୍ସର ଅପସନ୍ ଡି, ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀଙ୍କୁ ନେଇକି ଆମର ମନ୍ତ୍ରିମଣ୍ଡଳ ଗଠନ କରାଯାଇଥାଏ। ନେକ୍ସଟ କ୍ୱେଶ୍ଚନ,
ରु କେଉଁଟି ରାଜ୍ୟ ସରକାରଙ୍କର ଅଙ୍ଗ ନୁହେଁ? ଆଇନ ଗଢ଼ିବା ସଂସ୍ଥା, ଆଇନକୁ କାର୍ଯ୍ୟକାରୀ କରିବା ସଂସ୍ଥା, ଆଇନକୁ ତର୍ଜମା କରିବା ସଂସ୍ଥା ନା ଆଇନକୁ ଭଙ୍ଗ କରିବା ସଂସ୍ଥା? କରେକ୍ଟ ଆନ୍ସର ଅପସନ୍ ଡି, ଆଇନକୁ ଭଙ୍ଗ କରିବା ସଂସ୍ଥା ରାଜ୍ୟ ସରକାରଙ୍କର ଅଙ୍ଗ ନୁହେଁ। ନେକ୍ସଟ କ୍ୱେଶ୍ଚନ, ରାଜ୍ୟ ପାଇଁ କୌଣସି ଆଇନ କେଉଁଠି ଗଢ଼ାଯାଏ? ଆମର ରାଜ୍ୟ ପାଇଁ କୌଣସି ବି ଗୋଟେ ଆଇନ କେଉଁଠି ଗଢ଼ାଯାଏ? ସଚିବାଳୟରେ ନା ଆଇନ ବିଭାଗରେ ନା ଉଚ୍ଚ ନ୍ୟାୟାଳୟରେ ନା ବିଧାନସଭାରେ? କରେକ୍ଟ ଆନ୍ସର ଆମର କୋଉଠି ଗଢ଼ାଯାଏ? ଆମର ବିଧାନସଭାରେ ହିଁ ଗଢ଼ାଯାଇଥାଏ। ଆମ ରାଜ୍ୟ ପାଇଁ ଆଇନ କେଉଁଠି ଗଢ଼ାଯାଏ? ଆମର ବିଧାନସଭାରେ, ତାର ତଦାରଖ ରାଜ୍ୟପାଳ ହିଁ କରିଥାନ୍ତି। ନେକ୍ସଟ କ୍ୱେଶ୍ଚନ, ଆମ ରାଜ୍ୟ ବିଧାନସଭାର ବାଚସ୍ପତି କିପରି ନିର୍ବାଚିତ ହୁଅନ୍ତି? ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନା ରାଜ୍ୟପାଳଙ୍କ ଦ୍ୱାରା ନା ବିଧାୟକ ମାନଙ୍କ ଦ୍ୱାରା ନା ଲୋକମାନଙ୍କ ଦ୍ୱାରା? ଆମ ରାଜ୍ୟର ଯେଉଁ ବିଧାନସଭାର ବାଚସ୍ପତି ଥାନ୍ତି ସେ କିପରି ଭାବେ ନିର୍ବାଚିତ ହୋଇଥାନ୍ତି? କିପରି? ବିଧାୟକ ମାନଙ୍କ ଦ୍ୱାରା ହିଁ ନିର୍ବାଚିତ ହୋଇଥାନ୍ତି। ଅପସନ୍ ସି କରେକ୍ଟ ଆନ୍ସର। ନେକ୍ସଟ କ୍ୱେଶ୍ଚନ, ଆଇନକୁ କାର୍ଯ୍ୟକାରୀ କରିବା କାହାର ଦାୟିତ୍ୱ ନୁହେଁ? ଏଇ ଚାରୋଟି ଅପସନ୍ ମଧ୍ୟରୁ ଏଠାରେ କାହାର କାର୍ଯ୍ୟ ନୁହେଁ ଆଇନକୁ କାର୍ଯ୍ୟକାରୀ କରିବା? ମନ୍ତ୍ରୀ ପରିଷଦ ଓ ସଚିବଙ୍କର ନା ବିଧାୟକ ମାନଙ୍କର ନା ନ୍ୟାୟାଳୟର? କରେକ୍ଟ ଆନ୍ସର ଏଠାରେ ଅପସନ୍ ଡି, ନ୍ୟାୟାଳୟର କାର୍ଯ୍ୟ ହେଉଛି ଆଇନକୁ ତର୍ଜମା କରିବା, କାର୍ଯ୍ୟକାରୀ କରିବା ଦାୟିତ୍ୱ ତାହାର ନୁହଁ। ନେକ୍ସଟ କ୍ୱେଶ୍ଚନ, ରାଜ୍ୟର ଆଇନ ତର୍ଜମା କରିବା ଦାୟିତ୍ୱ କାହାର? ଆମ ରାଜ୍ୟରେ ଆଇନର ତର୍ଜମା କରିବା ଦାୟିତ୍ୱ କାହାର? ଉଚ୍ଚ ନ୍ୟାୟାଳୟର ନା ମୁଖ୍ୟମନ୍ତ୍ରୀଙ୍କର ନା ଆଇନ ବିଭାଗର ନା ଆଇନ ମନ୍ତ୍ରୀଙ୍କର? କରେକ୍ଟ ଆନ୍ସର ଆଇନକୁ ତର୍ଜମା କରିବା ଦାୟିତ୍ୱ ଅପସନ୍ ଏ, ଉଚ୍ଚ ନ୍ୟାୟାଳୟର। ନେକ୍ସଟ କ୍ୱେଶ୍ଚନ, କିଏ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇ ନଥାନ୍ତି? ମୁଖ୍ୟମନ୍ତ୍ରୀ ନା ରାଜ୍ୟପାଳ ନା ପ୍ରଧାନମନ୍ତ୍ରୀ ନା ରାଷ୍ଟ୍ରମନ୍ତ୍ରୀ? କିଏ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇ ନଥାନ୍ତି? କରେକ୍ଟ ଆନ୍ସର ଏଠାରେ ରାଜ୍ୟପାଳ। ଆମ ରାଜ୍ୟପାଳ ହେଉଛି ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇ ନଥାନ୍ତି, ଇଏ ଆମ ବିଧାୟକ ମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ନେକ୍ସଟ କ୍ୱେଶ୍ଚନ, କେଉଁ ପ୍ରକାର ଶାସନ ଆମ ଦେଶରେ ଚାଲିଛି? ଏକଛତ୍ର ଶାସନ ନା ରାଜାମାନଙ୍କ ଶାସନ ନା ସାମରିକ ଶାସନ ନା ଗଣତନ୍ତ୍ର ଶାସନ? କଣ୍ଟେଣ୍ଟ କ୍ଲାସରେ ଏଇଟା ପୁରା କ୍ଲିୟରଲି ବୁଝେଇଥିଲି, ଆମ ଦେଶରେ ଆମର ଗଣତନ୍ତ୍ର ଶାସନ ହିଁ ଚାଲିଛି। ନେକ୍ସଟ କ୍ୱେଶ୍ଚନ, କେନ୍ଦ୍ର ପାର୍ଲାମେଣ୍ଟରେ ସ୍ଥାୟୀ ସଭା କିଏ? ରାଜ୍ୟସଭା ନା ଲୋକସଭା ନା ମନ୍ତ୍ରୀସଭା ନା ରାଜ୍ୟସଭା ଓ ଲୋକସଭା? କେନ୍ଦ୍ର ପାର୍ଲାମେଣ୍ଟର ସ୍ଥାୟୀ ସଭା ହେଉଛି କିଏ? ଆମର ରାଜ୍ୟସଭା। ଆମ ରାଜ୍ୟସଭା ହେଉଛି କେନ୍ଦ୍ର ପାର୍ଲାମେଣ୍ଟର ଗୋଟିଏ ସ୍ଥାୟୀ ସଭା। ରାଜ୍ୟସଭାର ସଭ୍ୟ ସଂଖ୍ୟା କେତେ? ଆମର ରାଜ୍ୟସଭାର ସଭ୍ୟ ସଂଖ୍ୟା ହେଉଛନ୍ତି 250 ଜଣ। ସେଥିରୁ 12 ଜଣଙ୍କୁ ଆମର ରାଷ୍ଟ୍ରପତି ମନୋନୀତ କରିଥାନ୍ତି। ନେକ୍ସଟ କ୍ୱେଶ୍ଚନ, ଆମେ କେଉଁ ସୁବିଧାଟି ଗଣତନ୍ତ୍ର ଶାସନରେ ପାଇପାରି ନାହୁଁ? ସ୍ୱାଧୀନ ଭାବରେ ନିଜ ମତ ପ୍ରକାଶ କରିବା, ଦୋଷୀକୁ ଧରି ଦୋଷ ପାଇଁ ତାକୁ ଦଣ୍ଡ ଦେବା, ସରକାର ଠିକ୍ ଶାସନ ନ କଲେ ତାକୁ ବଦଳାଇ ପାରିବା, ସବୁ ଲୋକ ଦେଶର ଶାସନରେ ଭୋଗ ନେଇପାରିବା। ଆମ ଦେଶର କେଉଁ ସୁବିଧାଟି ଗଣତନ୍ତ୍ର ଶାସନରେ ଆମେ ପାଇପାରି ନାହୁଁ? କରେକ୍ଟ ଆନ୍ସର ଅପସନ୍ ବି, ଦୋଷୀକୁ ଧରି ଦୋଷ ପାଇଁ ତାକୁ ଦଣ୍ଡ ଦେବା, ଏହି ସୁବିଧାଟି ଆମ ଗଣତନ୍ତ୍ର ଶାସନରେ ଆମେ ପାଇପାରି ନାହୁଁ। ଆମର ନେକ୍ସଟ କ୍ୱେଶ୍ଚନ, ରାଷ୍ଟ୍ରପତି କେତେ ଜଣ ସଭ୍ୟଙ୍କୁ ରାଜ୍ୟସଭାକୁ ମନୋନୀତ କରିଥାନ୍ତି? 10 ଜଣଙ୍କୁ ନା 12 ଜଣଙ୍କୁ ନା 8 ଜଣଙ୍କୁ ନା 20 ଜଣଙ୍କୁ? କରେକ୍ଟ ଆନ୍ସର ଆମର 12 ଜଣଙ୍କୁ ଆମର ରାଜ୍ୟସଭାକୁ ମନୋନୀତ କରିଥାନ୍ତି। ନେକ୍ସଟ କ୍ୱେଶ୍ଚନ, ରାଷ୍ଟ୍ରପତି କେତେ ଜଣ ସଭ୍ୟଙ୍କୁ ଲୋକସଭାକୁ ମନୋନୀତ କରନ୍ତି? କେତେ ଜଣଙ୍କୁ? 5 ଜଣଙ୍କୁ ନା 10 ଜଣଙ୍କୁ ନା ଜଣଙ୍କୁ ନା 2 ଜଣଙ୍କୁ? ରାଷ୍ଟ୍ରପତି କେତେ ଜଣ ସଭ୍ୟଙ୍କୁ ଲୋକସଭାକୁ ମନୋନୀତ କରିଥାନ୍ତି? କେତେ ଜଣଙ୍କୁ? 2 ଜଣଙ୍କୁ। କରେକ୍ଟ ଆନ୍ସର ଅପସନ୍ ଡି। ନେକ୍ସଟ କ୍ୱେଶ୍ଚନ, ବିଧାନସଭାର ସଭ୍ୟମାନେ କେଉଁମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି? ବିଧାନସଭାର ଯେଉଁ ସଭ୍ୟମାନେ ଅଛନ୍ତି ସେମାନେ କାହା ଦ୍ୱାରା ନିର୍ବାଚିତ ହୋଇଥାନ୍ତି? ସରକାରଙ୍କ ଦ୍ୱାରା, ରାଜ୍ୟପାଳଙ୍କ ଦ୍ୱାରା ନା ଜନସାଧାରଣଙ୍କ ଦ୍ୱାରା ନା 18 ବର୍ଷ ବା ତାଠାରୁ ଅଧିକ ନାଗରିକ ମାନଙ୍କ ଦ୍ୱାରା? କରେକ୍ଟ ଆନ୍ସର ଅପସନ୍ ଡି, 18 ବର୍ଷ ବା ତାଠାରୁ ଅଧିକ ନାଗରିକ ମାନଙ୍କ ଦ୍ୱାରା ବିଧାନସଭାର ସଭ୍ୟମାନେ ନିର୍ବାଚିତ ହୋଇଥାନ୍ତି। ନେକ୍ସଟ କ୍ୱେଶ୍ଚନ,
विधानसभा सभ्य मान को कौन कहुए? विधानसभा सभ्य ना विधायक ना पार्लियामेंट सभ्य ना निर्वाचित सभ्य? करेक्ट आंसर ऑप्शन बी विधायक। विधानसभा सभ्य मान को आम विधायक बा एमएलए बोली कही थाउ। नेक्स्ट क्वेश्चन, लोकसभार सभ्य संख्या केते? 545 जन ना 250 जन ना 147 जन ना 238 जन? लोकसभार सभ्य संख्या आमर 500 केते? 500 केते? आमर 545 जन। नेक्स्ट क्वेश्चन आमर, आम राज्य शासन व्यवस्था को की शासन व्यवस्था बोली कहा जाए? आम राज्यर जो शासन व्यवस्थाटा अच्छी से क्यों प्रकार शासन व्यवस्था? आमर गणतंत्र शासन व्यवस्था। राज्य मुख्यमंत्री किपरि बछा हुअन्ति? आम राज्य जो मोहन चरण माझी एबे अछंती मुख्यमंत्री से किपरि भाबे बछा हुअन्ति? राज्यपाल बाछंती ना भोटर माने बाछंती ना विधानसभार संख्यागरिष्ठ दलर नेता बाछि थांती ना संख्या न्यून दलर नेता बाछि थांती? करेक्ट आंसर ऑप्शन सी विधानसभार सभ्य संख्यागरिष्ठ दलर नेता ही आम राज्यर मुख्यमंत्री को बाछि थांती। नेक्स्ट क्वेश्चन, आम देशर राज्यपाल शासित राज्य केतोटी? आम देशर जो राज्यपाल शासित राज्य केतोटी रही? करेक्ट आंसर ऑप्शन ए 28 टी रही। नेक्स्ट क्वेश्चन, आम देश रे केंद्र शासित अंचल केतोटी? 8टी ना 7टी ना 6टी ना 5टी केतोटी? एही क्वेश्चन रो आंसर आपण माने कमेंट बॉक्स रे कमेंट करिवे। एटा रहिला आपण मानक पई होमवर्क। नेक्स्ट, ओडिशा विधानसभार सभ्य संख्या केते? 140 जन ना 150 जन ना 146 जन ना 147 जन? आम ओडिशार विधानसभार सभ्य संख्या 147 जन। केउमानंकर शासन केंद्र सरकारंकर? समस्त राज्यर ना समस्त केंद्र शासित अंचलर ना समस्त राज्य और केंद्र शासित अंचल ना दिल्लीर? करेक्ट आंसर ऑप्शन सी समस्त राज्य और केंद्र शासित अंचलर मानकर शासन केंद्र सरकारंकर। नेक्स्ट क्वेश्चन, निम्न केउ स्थानटी केंद्र सरकारंकर संस्था नुहे? मानक मध्यरु केउटा केंद्र सरकारंकर संस्था नुहे? करेक्ट आंसर रहउची हमर ऑप्शन ए राज्यर शासन बुझिबा। एटा हमर केंद्र सरकारंकर संस्था नुहे। नेक्स्ट, राज्यर विधानसभा परी केंद्र रे कोन रहिछि? आम राज्यर विधानसभा परी केंद्र रे हमर संसद रहिछि। कोन रहिछि? संसद। नेक्स्ट क्वेश्चन, संसद बा पार्लियामेंट रो तीनोटी अंग थाए सेगुडी को कोन कोन? आमर संसद बा पार्लियामेंट रो तीनोटी अंग रहिछि सेगुडी को हेउछि हमर लोकसभा, राज्यसभा और राष्ट्रपति। नेक्स्ट क्वेश्चन, आम देशर राजधानी रो नाम कोन? आम देशर थिबा राजधानी रो नाम कोन? मुंबई ना भुवनेश्वर ना दिल्ली ना चंडीगढ़? आम देशर राजधानी रो नाम कोन? नुआ दिल्ली। आपण माने कि नुआ दिल्ली बुलिबा को जाइछन्ती केबे? कमेंट बॉक्स रे कमेंट करिवे। आपण मानकर समस्तंकर टिके टिके इच्छा होतुवानी कि आमे वेवी स्कूल रे पढिबो हैला। समस्त स्वप्न देखंतु, प्रतिदिन ताको सत करिबारे हार्दिक प्रयास रखंतु। वेवी आपनको अपेक्षा करूची। ए मोर छोट वार्ताटी होई पारे, किंतु आपण मानको यह स्वप्न देखिबारे बहुत ही हेल्पफुल करिवो। धन्यवाद।